झियो एबे आमे कुआडे जिबा कोणार्क जिबा एबे आमे कोणार्क जिबु चलंतु जिबा बुली लेट्स गो କରୁଛି କୁଆଡ଼େ ବାହାରିଲ? ମୁଁ ତାଙ୍କୁ କହିଦେଲି ମୋ ଭିଡ଼ିଓ କର ସେ ବସିକି ଉପରୁ କରୁଛନ୍ତି ଆଉ ହଉ କରନ୍ତୁ ଆସିଛନ୍ତି ଯେହେତୁ କ'ଣ କରିବେ ଭିଡ଼ିଓ କରିବେନି ଆଉ କ'ଣ ଖାଲି ବୁଲିବେ କି ସେଥିଲାଗି ମୁଁ ତାଙ୍କୁ କହିଲି ଭିଡ଼ିଓ କର ଆମେ ତଳକୁ ଓହ୍ଲାଉଛୁ ସେ ତାଙ୍କର ଷ୍ଟାର୍ଟ ଆମେ ବାହାରି ଯାଇଥିଲୁ ଏଇଟା କୋଣାର୍କ ଯିବା ପାଇଁ କାରଣ ବସ୍ରେ ହିଁ ଯିବାର ଥିଲା ସେଥିଲାଗି ବସଷ୍ଟାଣ୍ଡରେ ଆମେ ରହୁଥିଲୁ ସେ ଅବକାଶ ହୋଟେଲରେ ତ ସେଇଠୁ ବସଷ୍ଟାଣ୍ଡଟା ହେଉଛି ବହୁତ ପାଖ ଆଉ ଏଇଠି ଆମେ ସକାଳୁ ବାହାରି ଯାଇଥିଲୁ ଜଲ୍ଦି କାରଣ ବାହାରେ ଟିଫିନ୍ କରିବାର ଥିଲା ତା ସାଙ୍ଗେ ବସ୍ରେ ଯିବାର ଥିଲା କାରଣ ସେଠି ପୁଣି ରିଟର୍ଣ୍ଣ କରିବାର ଥିଲା ହୋଟେଲକୁ ସେଥିଲାଗି ଆମେ ଜଲ୍ଦି ବାହାରି ଯାଇଥିଲୁ ଫ୍ଲାୱାର ରେଡ୍ର ଆଣୁ ତାପରେ ଆମେ ଜଲ୍ଦି ଟିଫିନ୍ କରିଦେଲୁ ମୁଁ ଏଠି ଦହିବରା ଖାଇଦେଲି ସେ ତାପରେ ସେ ତାଙ୍କର ସେ ଅଲଗା ଆଡ଼େ ଆଉ କ'ଣ ଖାଉଥିଲେ ଝିଅର ମୋର ଦହିବରା ଖାଇଦେଲୁ କାରଣ ଝିଅର ଲାଗି ମୁଁ ଅଲରେଡ଼ି ଘରୁ ଚୁଡ଼ା ଗୁଣ୍ଡ କରିକି ଆଣିଥିଲି ତାକୁ ମୁଁ ଯେଉଁଟା ହୋଟେଲରେ ଖୁଆଇଦେଲି କାରଣ ବେଶୀ ସେ ବାହାର ଜିନିଷ ତାକୁ ମୁଁ ଦିଏନି ଦେହ ଖରାପ ହେବ ଆମେ ପହଞ୍ଚି ଯାଇଥିଲୁ କୋଣାର୍କ ସନ୍ ଟେମ୍ପଲରେ ବାପ ଝିଅ ଆଗରେ ହାତ ଧରା ଧରି ହେଇକି ଚାଲୁଛନ୍ତି ମତେ ଏକୁଟିଆ ପଛ ଆଡ଼େ ଛାଡ଼ି ଦେଇଛନ୍ତି ମୁଁ ତ ଆସୁଛି ଖରା ହଉଛି ନା ମୁଁ ମୋ ରାସ୍ତାରେ ଧୀରେ ଧୀରେ ଦୋକାନ ସବୁ ଦେଖିକି ଆସୁଛି ଆଉ କୋଣାର୍କ ଆସିଲେ ଏତେ ସାରା ଜିନିଷ ଷ୍ଟଲ୍ ବସିଥାଏ ଯେ କୁହନ୍ତୁନି ଆଉ ଏଠି ତ ସେ କ୍ୟାପ୍ ଗୁଡ଼ାକ ପୁରା ଭର୍ତ୍ତି ମାନେ ଦେଖିଲେ ଆପଣଙ୍କୁ ଇଚ୍ଛା ହେବ ଏଟା ନେବି ସେଟା ନେବି ନା ସେଟା ନେବି ବହୁତ ଗୁଡ଼ିଏ ଜିନିଷ ଆଉ ଦୋକାନ ବାଲା ଲୋକମାନେ ବି ସାଇଡ଼ରୁ ଡାକୁଥାନ୍ତି ସେଇଟା ନିଅ କାରଣ ଆଜିକାଲି ସମସ୍ତଙ୍କ ନ ଡାକିଲେ କେହି ଯିବେନି ଲାଗୁଛି ଖରାରେ ବୁଲିକି ଭାବୁଥିବେ ନା ବହୁତ ଦୁଃଖ ଲାଗୁଛି ହେଲେ କ'ଣ ହବ ଗୋଲା ଦେଖିକିନା ସେଇଠି ତ ମୁଁ ଅଟକି ଗଲି ଟିକେ ଟିକେ ପାଟିରେ ଥଣ୍ଡା ନହେଲେ ତାର କି ମଜା ଖରା ଦିନେ ନା କ'ଣ ସାଙ୍ଗମାନେ ମୋ ଝିଅଟେ ଏଇଠି ମୁହଁ ଶୁଖେଇକି ବସିଛି କାରଣ ସେ ଭାବୁଛି କେତେବେଳେ ସେ ଅଙ୍କଲ ଗୋଲା ବନେଇକି ଦେବେ ସେ ଖାଇବ ସେ ଗୋଲା ତ ଆଣିଲା ସତ ତାପରେ ତା ବାପା ଯାଇକି ସିଆଡ଼େ କୋନ୍ର ଆଇସ୍କ୍ରିମ୍ ଆଣିଲେ ତାକୁ ତ ଦି ଆଡ଼ୁ ଲୋଭ ଖାଇବ କ'ଣ ସେଥିଲାଗି ସେ ଏଇଟା ଟିକେ ଖାଇଦେଲା ତାପରେ ଆଇସ୍କ୍ରିମ୍ ତ ମୁଁ ତା ଫାଇଦା ଉଠେଇଦେଲି ମୁଁ ସେ ଗୋଲାକୁ ଆଣିଲି ତାକୁ ଚୁଷିଲି ତାପରେ ତାର ସବୁ ବରଫ ଚୋବେଇକି ଖାଇଦେଲି କାରଣ ମୋତେ ବରଫ ଚୋବେଇକି ଖାଇବାକୁ ବହୁତ ମଜା ଲାଗେ କେମିତି ଲାଗୁଛି ଥଣ୍ଡା ହଉ କି ଯାହା ହଉ ଗରମରେ ଏଇ ଜିନିଷଟା ଜରୁରୀ ଖାସ ହଉଛି କଫ ହେଇଯାଉ ଚାଲନ୍ତୁ ଏବେ ଭିତରକୁ ଯିବା ପାଟି ତ ଟିକେ ଥଣ୍ଡା ଥଣ୍ଡା ହେଇଗଲା ଏବେ ଯିବା ଭିତରକୁ ବୁଲିବା ଦେଖିବା କ'ଣ ଅଛି କ'ଣ ନାହିଁ ହେଲା ହଉ ओ बाबू दादा ओ दादा ଏଠି ମୋ ଝିଅର ମାନେ ଷ୍ଟାଇଲ ବିଗିଡ଼ି ଯିବ ବୋଲି ସେ ତା ଜ୍ୟାକେଟଟା ଖୋଲି ଦେଇଥିଲା ଆଉ ସେ ଖାଲି ମାନେ ସେମିତି ପିନ୍ଧିକି ଯାଇଥିଲା ଉପର ଟପ୍ଟା
ତ ତାକୁ ଖରା ବାଜିବ ବୋଲି ହିଁ ତା ଜ୍ୟାକେଟ ଆମେ ତାକୁ ଜଷ୍ଟ ଖାଲି ପିନ୍ଧେଇଥିଲୁ, ନହେଲେ ସେମିତି କିଛି ପିନ୍ଧିବାର କାରଣ ନଥିଲା। ଆଉ ଏଠିକି ଆପଣ ମାନେ କୋଣାର୍କ ମନ୍ଦିରକୁ ଗଲେ ଫଟୋଗ୍ରାଫର ମାନେ ଆପଣଙ୍କ ପଛରେ ପୁରା ଲାଗି ପଡ଼ିବେ, ଆସନ୍ତୁ ଏଇ ଫଟୋ ଉଠେଇବେ, ସେ ଫଟୋ ଉଠେଇବେ। ଫଟୋ ଡାକିବା ବାହାନାରେ ଆପଣଙ୍କର 100 କ'ଣ 1000 ଉପରେ ବି ଫଟୋ ଉଠେଇଦେବେ। ଆଉ ପର ପିସ୍ ମାନେ ତାଙ୍କର ପଇସା ହିସାବରେ, ଯଦି ଆପଣ ପଇସା ଦେଇକି ଫଟୋ ମାନେ ଆଣିବେ, ନହେଲେ ଆପଣ ମୋବାଇଲକୁ ବି ଟ୍ରାନ୍ସଫର କରିପାରିବେ, କିଛି ଅସୁବିଧା ନାହିଁ। ଆମେ ଫଟୋ ଆଉ ଧୋଇକିନା ଆଣିନଥିଲୁ, ଆମେ କହିଲୁ ଆମ ମୋବାଇଲରେ ଦେଇଦିଅ, ସେତିକି ବି ଦେବା ଲାଗି ବି ତାଙ୍କର ପଇସା ବହୁତ କଷ୍ଟ। ତ ଦେଖନ୍ତୁ ମାନେ ସମସ୍ତେ ଫଟୋଗ୍ରାଫର ଅଛନ୍ତି, ଫିର୍ ବି ସେ ଯାହା ବି ହଉ ଆଟଲିଷ୍ଟ ଆମେ ଯାଇଛୁ ମାନେ ସେମାନେ ଉଠେଇଲେ ଭଲ କି ଉଠେଇ ପାରିବେ, ସେଥିଲାଗି ଆମେ ଉଠେଇଦେଲୁ। सोमनाथ এইটা হচ্ছে কোଣାର୍କ ଜାଗা ଆମେ ଆସିଥିଲୁ। ବହୁତ ବାକି ଖରା ହଉଛି ଦେଖନ୍ତୁ, ବହୁତ ବହୁତ ଭିଡ଼। और ये भीतर आड़ बहुत जगह ଅଛି। ହେପଟ ସାଇଡ୍ ଛାଇ ହେଇଥିବ ନାଇଁ, हां आर पता खाई ଯେ ହିଆଡେ ଯା। ଆଉ ଶୁଣ ଦେଖନ୍ତୁ ବାପ ଝିଅ ଏଠି ଥକିଗଲେ ବସିଛନ୍ତି, ଏଇ ଛାଇରେ ଆସିକି ବସିଛନ୍ତି। ଏଇଠି କ'ଣ କରୁଛ, ବୁଲିବାର ନାହିଁ କି? ଆପଣମାନେ ଜାଣିଥିବେ ଛୋଟ ଛୁଆମାନେ ବେଶୀ ଟାଇମ୍ ବସି ପାରନ୍ତିନି ଗୋଟେ ଜାଗାରେ, ତ ସେ ସେପଟୁ ଏପଟ ସେପଟ ଦୌଡ଼ୁଥିଲା। ତାକୁ ତା ବାପା କହିଲେ ହଉ ତୁ ଦୌଡ଼ିକି ଆ, ମୁଁ ତ ଭିଡ଼ିଓ କରିଦେଉଛି। ତାକୁ ଆହୁରି ମଜା, ସେଥିଲାଗି ତାର ଦୌଡ଼ିବାରେ ଦୌଡ଼ିଛି ଆଉ। ଏପଟେ ବୁଲି ସାରିକି ତାପରେ ଆମେ ବାହାରିଥିଲୁ ଯିବା ପାଇଁ। ବହୁତ ଭୋକ ଲାଗୁଥିଲା କିନ୍ତୁ ବହୁତ ଭିଡ଼, ଆଉ ସମସ୍ତଙ୍କ ସାଙ୍ଗରେ ସମସ୍ତଙ୍କୁ ଧରିକି ହିଁ ଆସିଥିଲେ, ମାନେ ଏଜେଡ୍ ହଉ କି ଯିଏ ଯେମିତି ହୋଇଥାନ୍ତୁ, ଦେଖିବାର ତ ସମସ୍ତଙ୍କୁ ଅଛି ନୂଆ ଜାଗା। ଆଉ ପ୍ରାୟ ଆପଣ ଯୁଆଡ଼େ ବି ଯାଆନ୍ତୁ ବହୁତ ଲୋକ ଭିଡ଼ ହିଁ ଥାଆନ୍ତି, ସେମିତି ତ କହିହେବନି ଭିଡ଼ ରହିବନି। ଆଉ କୋଣାର୍କ ମନ୍ଦିରର ପ୍ରତି ମାନେ କୋଣ ଅଣକୋଣରେ ମାନେ ବୁଝିବାର କଥା ଅଛି, ମାନେ ପ୍ରତି ବିଟ୍ରେ ଏଇ ମାନେ କ'ଣ ହେଇଛି କ'ଣ ନାହିଁ, ସେ ଚକ୍ର କ'ଣ ପାଇଁ, ଘୋଡ଼ା କ'ଣ ପାଇଁ, ସବୁ ଜିନିଷର ଗୋଟେ ନା ଗୋଟେ କାରଣ ଥାଏ। ତ ଯେଉଁମାନେ ତାଙ୍କର ଗାଇଡ଼ ନେଇଥାନ୍ତି ସେମାନେ ତାଙ୍କୁ ଭଲକି ବୁଝେଇକି କହିଥାନ୍ତି, କିନ୍ତୁ ଆମେ ତ ହେଉଛୁ ଓଡ଼ିଶାର, ତ ଆମକୁ ଗାଇଡ଼ ଦରକାର ନାହିଁ। ଯେଉଁମାନେ ବାହାର ଦେଶରୁ ଆସୁଛନ୍ତି ତାଙ୍କ ପାଇଁ ପ୍ରାୟ ଦରକାର। ଏଇଟା ପୁରା ଧଳା ଏଇ ଆସେ ଅନେଇଛି ପୁଣି ଏଠି ଆଇଲା, ଆସେ ଆଉ କେଜାଣି ସମସ୍ତଙ୍କ ହାତରେ ସେଲ୍ଫି ଗୋଟେ ଧରିକି। ଓହୋ ଫାଇନାଲି ବୁଲି ସାରିଲୁଣି, ବହୁତ ଖରା ହେଲାଣି, ମୁହଁ ପୁରା ସିଝି ସୁଝା କି ଆଉ କୁହନ୍ତୁନି। ଏବେ ଯିବା ଖାଇଦେବା, ତାପରେ ଯିବା ଚନ୍ଦ୍ରଭାଗା ଦେଖିବା କ'ଣ କେମିତି ଲାଗୁଛି। ଆଗରୁ ଆମେ ଥରେ ଆସିଥିଲୁ ଚନ୍ଦ୍ରଭାଗା କୋଣାର୍କ, କିନ୍ତୁ ଝିଅକୁ ନେଇକି ଆସିନଥିଲୁ, ତ ଏଇଟା ଝିଅକୁ ନେଇକି ହିଁ ନା ମ ହଁ ଉଠେଇଥିଲେ ତ, ମାନେ ଝିଅ ଚାଲି ଚାଲି ତା ଗୋଡ଼ କାଟିଲାଣି। ସେ ଯେଉଁ ଚପଲଟା ପିନ୍ଧିছে ସେଇ ଚପଲରେ ହିଁ କାଟୁଛି, ସେଥିଲାଗି ସେ ଚାଲିବାକୁ ଆଉ ନାରାଜ। ହେଲେ କ'ଣ କରିବା, ଚାଲିବାକୁ ତ ପଡ଼ିବ। ଦେଖନ୍ତୁ ଏଇ ଯେଉଁ ଚପଲ ପିନ୍ଧିଛି ଏଇଥିରେ ତା ଗୋଡ଼ଟା କାଟୁଛି। ଆଉ ଦେଖିବି ସାରିଲୁଣି, ଯାଉଛୁ ଖାଇବା ପାଇଁ।
ବାପ ଝିଅ ମଜା ମସ୍ତି କରି ଯାଉଛନ୍ତି। ମତେ କହୁଛନ୍ତି ତୁ କାହିଁକି ଆସୁଛୁ ଇଆଡ଼େ। ଦେଖନ୍ତୁ ବୟସ ଲୋକ ବି ଆସି ପାରୁନାହାନ୍ତି, ସେଥିଲାଗି ଦୀପଟ ଲଗେଇଲେ ମନ୍ଦିର ଯିବା, ମନ୍ଦିର ଯିବ, ମନ୍ଦିର ଯିବ। ଖାଲି ମନ୍ଦିର ଆଡ଼େ ମାରିଦେ। ସେପଟେ ନବଗ୍ରହ ମନ୍ଦିର ଅଛନ୍ତି, କିନ୍ତୁ ଆଜି କ'ଣ କରିବା, ସବୁଆଡ଼େ ବେପାର। ସବୁଆଡ଼େ ବେପାର। ଏବେ ଆମେ ବୁଲି ସାରିକି ବାହାରକୁ ବାହାରି ଯାଇଥିଲୁ। ଆର ସାଇଡ୍ ଗେଟ୍ରେ ସରି ଯାଇଥିଲା ଆମ କୋଣାର୍କ ଏତିକିରେ ବୁଲିବା। ଆଉ ଆପଣମାନେ ଦେଖିଥିବେ ଯୋଉଠିକି ଯାଆନ୍ତୁ ଲୋକମାନେ ସାମ୍ନାରେ ପୁରା ଠିଆ ହେଇଯାଉଛନ୍ତି, ଏଠିକି ଆସନ୍ତୁ ସେଠିକି ଯାଆନ୍ତୁ, କାରଣ ତାଙ୍କର ସେଇଟା ତ କାମ। ଆଉ ଏଠି ତ କହିହେବ ନାହିଁ ସମସ୍ତଙ୍କୁ ସବୁ କଥା। ଆଜିକାଲି ମନ୍ଦିର ହେଲା ଗୋଟେ ମାନେ ସବୁଆଡ଼େ ଲୋକମାନଙ୍କ ବେପାର। ଠାକୁର କ'ଣ କହୁଛନ୍ତି ଆଠୁ ନିଅ ତାଠୁ ନିଅ, କିନ୍ତୁ ନାହିଁ, ସବୁ ଜିନିଷରେ ପଇସା, ନହେଲେ କିଛି ନାହିଁ। ଖରା ହେଉଛି ସେଥିଲାଗି ମୁଁ ଓଢ଼ଣାଟା ଦେଇଦେଇଛି, ପୁରା ଓଡ଼ିଆ ଆଣି ଆସିଗଲୁ। ଗରମ ଦିନରେ ଥଣ୍ଡା ଥଣ୍ଡା ଜିନିଷ ପିଇବା ପାଇଁ ମନ ହେଇଗଲା, ସେଠିକି ପଳେଇ ଆସିଥିଲୁ। ସେ କ'ଣ କୋଲ୍ଡ ଡ୍ରିଙ୍କସ୍ ପିଇଥିଲେ, ତାପରେ ମୁଁ ବାକି ପିଇଲିନି କାରଣ ମୋତେ ବହୁତ ଥଣ୍ଡାର ଆଲର୍ଜି ହେଇଯାଏ ବହୁତ ଜଲ୍ଦି। ତ ସେ 2 ଜଣ ପିଇଥିଲେ। ଆଉ ଝିଅର ଗୋଡ଼ ବହୁତ କାଟୁଥିଲା, ସେ ଯେଉଁ ଚପଲ ପିନ୍ଧିଥିଲା ସେଥିରେ ତା ଗୋଡ଼ ମାନେ ଭିତରେ ପୁରା ପଶିକି ରହୁଥିଲା, ସେଥିଲାଗି ତାକୁ କାଟୁଥିଲା। ଏଠି ବସି ଯାଇଛି ସେ ପୁରା, ମାନେ ଦେଖିଲେ ମାନେ ତାକୁ ଖରାପ ଲାଗୁଛି। କ'ଣ କରିବା, ମାନେ କଷ୍ଟ ତାକୁ ହିଁ ଜଣା, ଆମେ କହିଲେ ବି ତ ହବନି। ସେ ଦେଖଉଛି ଏଇଟା ଦେଖ ମାମା ମୋ ଗୋଡ଼ କାଟୁଛି, ଟିକେ ଫୁଲି ଯାଇଛି। ଝିଅ ଚାଲି ଚାଲି କାଟିଲାଣି, ତ ତାକୁ ଲାଷ୍ଟ କାଟିଦେବି। ଫାଇନାଲି ଏତେ ଖୋଜିଲା ପରେ ଗୋଟେ ରେଷ୍ଟୁରାଣ୍ଟକୁ ଆସିଥିଲୁ ଖାଇବା ପାଇଁ। ଲଞ୍ଚ ଟାଇମ୍ ହେଇଯାଇଥିଲା। ଆଉ ମୁଁ ତ ମୋ ଫଟୋ ଭିଡ଼ିଓ ଟିକେ ଷ୍ଟାର୍ଟ କରିଦେଉଥିଲି, ନକଲେ ଆଉ ହବ କି। ଚାଲନ୍ତୁ ଖାଇଯିବା। ମାନେ ଏଠି କ'ଣ ଅଛି, ମାରୱାଡ଼ି ଥାଳି, ଗୁଜୁରାତି ଥାଳି, ରାଜସ୍ଥାନୀ ଥାଳି, ସାଉଥ୍ ଇଣ୍ଡିଆନ୍, ବେଙ୍ଗାଲୀ, ଓଡ଼ିଶା, ପଞ୍ଜାବୀ, ବମ୍ବାଇ ଥାଳି ବି ଅଛି, ରୟାଲ ସ୍ପେଶାଲ। ତ ଆମେ ଏଇଟା ଓଡ଼ିଶା ଥାଳି, ଯେହେତୁ ଆମେ ଓଡ଼ିଶା ଥାଳି ଆଣିଛୁ। ଦେଇଛି ଭାତ, ପାମ୍ପଡ଼, ଡାଲି, ଆଳୁ ଭର୍ତ୍ତା, ରାଇତା, ଭଜା, ଚିପ୍ସ ଆଉ ତରକାରୀ। ଏବେ ଆମ ବୁଲାବୁଲି ସରିଗଲା। ଆଉ ଏଇଟା ହେଉଛି ଚନ୍ଦ୍ରଭାଗା ଜାଗା। ଆଉ ଚନ୍ଦ୍ରଭାଗା ଜାଗା ଆମେ ଆଗରୁ ଦେଖିଥିଲୁ, ସେଇଟା ମାନେ ଇଭିନିଂ ଟାଇମ୍ ଥିଲା, ବହୁତ ବଢ଼ିଆ ଲାଗୁଥିଲା। କିନ୍ତୁ ଏଇଟା ଯେଉଁ ଟାଇମ୍ ଆମେ ଅଟକି ଯାଇଥିଲୁ ସେଇଠି ବହୁତ ମାନେ ଖରା କୁହନ୍ତୁନି, ମାନେ ବାଲି ଗୁଡ଼ାକରେ ଗୋଡ଼ରେ ଚାଲିଲେ ସିଝି ଯାଉଥିଲା ଯେମିତି ଲାଗୁଥିଲା। ସେଥିଲାଗି ଆମେ ଏଇ ଜାଗାରେ ଆଉ ମାନେ ଓହ୍ଲେଇଲୁନି, ଆମେ ସିଧା ପଳେଇଲୁ ପୁରୀ ବଡ଼ଦାଣ୍ଡକୁ ଯେଉଁଠି ଆମେ ରହିଥିଲୁ। କାରଣ କିଛି ଦେଖିକି ଲାଭ ବି ନଥିଲା ଏ ଜାଗାରେ, କାରଣ ସେମିତି କିଛି ନଥାଏ। ଇଭିନିଂ ଟାଇମ୍ରେ ହିଁ ଭଲ ଲାଗେ। ଆଉ ତା ପାଖରେ ଯେଉଁ ରାମଚଣ୍ଡୀ ମନ୍ଦିର ଅଛି ମାଙ୍କର, ସେଇଠି ବହୁତ ବଢ଼ିଆ ଲାଗେ। ସେଇଠି ଥରେ ଯାଇଥିଲେ ବି ହେଇଥାନ୍ତା, କିନ୍ତୁ ଯଦି ଆମେ ଓହ୍ଲେଇ ଯାଇଥାନ୍ତୁ ଆଉ ନେକ୍ସଟ ବସ୍ ପାଇନଥାନ୍ତୁ, କାରଣ ବହୁତ ଡେରିରେ ବସ୍ ସବୁ ମିଳେ। ଆଉ ଟେମ୍ପୁ ଗୁଡ଼ାକ ଥାଏ ଯେ, କିନ୍ତୁ ଏତେ ଦୂରକୁ ପୁରୀ ତକ ଯିବନି, ସେ ଅଧା ଦୂରକୁ ଯିବ। ସେଥିଲାଗି ଆମେ ନ ଓହ୍ଲେଇକି ସିଧା ଡାଇରେକ୍ଟ ପୁରୀ ହିଁ ପଳେଇଥିଲୁ। ତ ବାହାରୁ ଖାଲି ଆପଣମାନେ ଟିକେ ଟିକେ ଦେଖିଦିଅନ୍ତୁ ଯେଉଁମାନେ ଦେଖି ନାହାନ୍ତି, କାରଣ ଓଡ଼ିଶା ଲୋକ ତ ପ୍ରାୟ ଦେଖିଥିବେ ଏସବୁ। ବାକି ବହୁତ ସୁନ୍ଦର ଲାଗେ, କ'ଣ କହିବା, ଆଉ ଯାଇ ତ ହବନି, ବାହାରୁ ଦେଖିକି ମନ ଶାନ୍ତି।
ठीक है सांग मैंने मु रही आ गोटे मो नुआ वीडियो नहीं कि आसबि सेते टाइम तक आपण मो लास्ट वीडियो तक पूरा देखु थांतु आ लाइक सब्सक्राइब निश्चय करिवे बाय टाटा सी यू।